ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ କ୍ରିସିକା କହିବେ, ମୁଁ ବାସ୍ ଏଇଆ ଜାଣିବାକୁ ଚାହୁଁଛି ଯେ ମୋ ଦିଦି ତ୍ରିନାଲୀଙ୍କର କି ଅପରେସନ୍ ହେଇଥିଲା। ଡକ୍ଟର ଶୀତଲ କହିବେ, ତ୍ରିନାଲୀ ତମେ ତାଙ୍କ କଥା କହୁଛ ନା, ଯାହାକୁ ଭବାନୀ ଦେବୀ ନେଇକି ଆସିଥିଲେ? ତାଙ୍କର ତ ଷ୍ଟୋନ୍ ଅପରେସନ୍ ହେଇଥିଲା, ଆଉ ମୁଁ ଅପରେସନ୍ କରିକି ସବୁକିଛିକୁ ରିମୁଭ୍ କରିଦେଇଥିଲି। ଏବେ ପୁଣି କିଛି ନୂଆ ପ୍ରୋବ୍ଲେମ୍ ହେଇଛି କି? କ୍ରିସିକା କହିବେ, ହେଲେ ଡକ୍ଟର, ଆପଣ ତ ଗାଇନିଂର ଡକ୍ଟର, ତାହେଲେ ଆପଣ ଷ୍ଟୋନ୍ ଅପରେସନ୍ କଲେ କେମିତି? ଶୀତଲ କହିବେ, ଦେଖ କ୍ରିସିକା, ଏଠି ନେଟୱାର୍କର ଇସ୍ୟୁ ଅଛି, କିଛି ବି ଶୁଣାଯାଉନି। ତାପରେ ସେ ଫୋନ୍ କଟ୍ କରିଦେବେ। କ୍ରିସିକା କହିବେ, କାର୍ତ୍ତିକ, ଡକ୍ଟର ଶୀତଲ ଫୋନ୍ କାଟିଦେଲେ। ମୋତେ ଲାଗୁଛି ସେ ନିଶ୍ଚୟ କିଛି କଥା ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ଏସବୁ ଭବାନୀ ଶୁଣିଦେବେ ଆଉ କହିବେ, କ୍ରିସିକା, ତୁ ବହୁତ ଛୋଟ ପିଲା। ଏ ଭବାନୀ ଦେବୀ ସହ ତୁ କେବେ ବି ଗେମ୍ରେ ପାରିବୁନି। ମୁଁ ହେଉଛି ଏ ଗେମ୍ର ପୁରୁଣା ଆଉ ପୋଖତ ଖେଳାଳି। ଡକ୍ଟର ଶୀତଲଙ୍କ ସହ କଥା ହେଇ ତୁ କିଛି ବି ଜାଣିପାରିବୁନି, କାହିଁକିନା ଡକ୍ଟରଙ୍କ ଶୀତଲଙ୍କ ସହିତ ତୋ ଆଗରୁ ମୁଁ କଥା ହେଇ ସାରିଥିଲି। ତୁ ଯେତେ ବି ଚେଷ୍ଟା କର, ହେଲେ ତ୍ରିନାଲୀର ହେଲ୍ଥ ଇସ୍ୟୁ କଥା ତୁ କେବେ ବି ଜାଣିପାରିବୁନି କ୍ରିସିକା। ଏପଟେ ତ୍ରିନାଲୀ ଆସି ମହେନ୍ଦ୍ରଙ୍କୁ ମେଡ଼ିସିନ୍ ଦେବେ, ଆଉ ମେଡ଼ିସିନ୍ ଖାଇସାରିବା ପରେ ମହେନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇପଡ଼ିବ। ସେ ଡକ୍ଟରଙ୍କୁ ଡାକିବେ ଆଉ ତାଙ୍କର ଡକ୍ଟର ଚେକଅପ୍ କରିବେ। କାର୍ତ୍ତିକ କହିବେ, ଡକ୍ଟର, କ'ଣ ହେଇଛି? ମୋ ଡ୍ୟାଡ୍ଙ୍କର କ'ଣ ହେଲା? ଡକ୍ଟର କହିବେ, ତାଙ୍କୁ ଭୁଲ ମେଡ଼ିସିନ୍ ଦିଆଯାଇଛି। ମୁଁ ଆରମ୍ଭରୁ ଆପଣମାନଙ୍କୁ କହିଛି ତାଙ୍କର ପ୍ରପର୍ କେୟାର ନିଅନ୍ତୁ, ହେଲେ ଆପଣମାନେ ଏତେ ଇରେସ୍ପନ୍ସିବଲ୍ କେମିତି ହେଇପାରିଲେ? ଏବେ ଏବେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା, ଆଉ ସେ ଭଲସେ ରିକଭରି ବି କରିନାହାନ୍ତି, ଆଉ ଆପଣମାନେ ତାଙ୍କର କେୟାର ନେବା ବଦଳରେ ତାଙ୍କୁ ଭୁଲ ମେଡ଼ିସିନ୍ ଦେଉଛନ୍ତି। ତ୍ରିନାଲୀ କହିବେ, ହେଲେ ଏ ମେଡ଼ିସିନ୍ ତ ମୁଁ ଦେଇଥିଲି, ଆଉ ମେଡ଼ିସିନ୍ ତ ଠିକ୍ ଥିଲା। ଭବାନୀ କହିବେ, ତୁ ମୋ ସ୍ୱାମୀଙ୍କୁ ମାରିବାକୁ ଚେଷ୍ଟା କରୁଛୁ। ଏହାପରେ ସେ ତ୍ରିନାଲୀଙ୍କୁ ତଳକୁ ନେଇକି ଯିବେ ଆଉ ଏକ ଶକ୍ତ ଚାପୁଡ଼ା ମାରିବେ ଆଉ କହିବେ, ତ୍ରିନାଲୀ, ତତେ ଆଜି ମୋ ଜୀବନରୁ ମାରିଦେବି। ତୋର ଏତେ ସାହସ, ତୁ ମୋ ସ୍ୱାମୀଙ୍କୁ ମାରିବାକୁ ଚେଷ୍ଟା କରିବୁ? ସୁମନ କହିବେ, କି ଯୁଗ ହେଲା ଲୋ ମା, ଶେଷରେ ବୋହୂ ଆଉ ଶ୍ୱଶୁରର ଜୀବନ ନେବାକୁ ଚେଷ୍ଟା କରୁଛି। ଛି, ଏମିତିକା ବୋହୂ ମୁଁ କୋଉଠି ବି ଦେଖିନି। ତ୍ରିନାଲୀ କହିବେ, ନାଇଁ, ମୁଁ କିଛି ବି କରିନି। ବାପାଙ୍କୁ ଯେଉଁ ମେଡ଼ିସିନ୍ ମୁଁ ସବୁଦିନ ଦିଏ, ସେଇ ମେଡ଼ିସିନ୍ ଆଜି ବି ଦେଇଛି। କ୍ରିସିକା, ତୁ ବାପାଙ୍କ ରୁମ୍ରୁ ସେ ମେଡ଼ିସିନ୍ ନେଇକି ଆସ। ଏହାପରେ କ୍ରିସିକା ମେଡ଼ିସିନ୍ ନେଇକି ଆସିବେ ଆଉ ଡକ୍ଟର ସେ ମେଡ଼ିସିନ୍ ଦେଖି କହିବେ, ଆପଣ ଏ ମେଡ଼ିସିନ୍ କୋଉଠୁ ପାଇଲେ? ଇଏ ତ ସ୍ଲୋ ପଏଜନ୍। ୟାକୁ ବାରମ୍ବାର ମଣିଷକୁ ଖାଇବାକୁ ଦେଲେ ତାର ମୃତ୍ୟୁ ବି ହେଇଯାଇପାରେ। ତ୍ରିନାଲୀ କହିବେ, ମୋ କଥାକୁ ବିଶ୍ୱାସ କରନ୍ତୁ, ମୁଁ ସେମିତି କେବେ ବି କରିପାରିବିନି। ତେଜସ୍ କହିବେ, ତ୍ରିନାଲୀ ଠିକ୍ କଥା କହୁଛନ୍ତି। ସେ ଏମିତି କାମ କେବେ ବି କରିବେନି। ହୁଏତ କିଏ ଭୁଲ ମେଡ଼ିସିନ୍ ରଖିଦେଇଛି। ମା, ତ୍ରିନାଲୀକୁ ଛାଡ଼ିଦିଅ। ଜାଣିଶୁଣି ଏମିତିକା ଭୁଲ ସେ କେବେ ବି କରିବେନି। ଏହାପରେ ତ୍ରିନାଲୀ ସେଠାରୁ ଚାଲିଯିବେ ଆଉ ତା ପରଦିନ ସେ ପୁରା ପରିବାର ପାଇଁ ଖାଇବା ବନେଇବେ। ଆଉ ଭବାନୀକୁ ଆଣି ଖାଇବା ପରସିବା ବେଳେ ଭବାନୀ କହିବେ, ତତେ ଲାଗୁଛି ମୋର ତୋ ଉପରେ ଭରସା ଅଛି ଯେ ତୁ ବନେଇଥିବା ଖାଇବାକୁ ମୁଁ ଖାଇବି? କିଏ ଜାଣିଛି, ତୁ ଯେମିତି କାଲି ସାହୁବାବୁଙ୍କୁ ମାରିବାକୁ ଚେଷ୍ଟା କରୁଥିଲୁ, ଆଜି ବି ସେମିତି ଏ ଖାଇବାରେ ବିଷ ଦେଇ ଆମକୁ ମାରିବାକୁ ଚେଷ୍ଟା କରୁନଥିବୁ ବୋଲି। ତ୍ରିନାଲୀ କହିବେ, ମା, ଆପଣ ଏ କ'ଣ କହୁଛନ୍ତି? ଭବାନୀ କହିବେ, ଠିକ୍ କଥା କହୁଛି, ଆଉ ମୁଁ ଏସବୁ ଖାଇବା ଖାଇବା ପାଇଁ କିଛି ସ୍ପେଶାଲ ଗେଷ୍ଟକୁ ଡାକିଛି। ଏହାପରେ ଜଣେ ଲୋକ ମୂଷା ଜନ୍ତା ନେଇକି ଆସିବ। ତେଜସ୍ କହିବେ, ମା, ମୋର ତ୍ରିନାଲୀଙ୍କ ଉପରେ ଆଉ ଏ ଖାଇବା ଉପରେ ଭରସା ଅଛି, ମୁଁ ଖାଉଛି। ଭବାନୀ କହିବେ, ରହିଯା। ଏହାପରେ ମୂଷାମାନେ ସେ ଖାଇବାକୁ ଖାଇବେ ଆଉ ସେମାନେ ସେଇଠି ହିଁ ମରିଯିବେ।